ହ୍ୟାଲୋ ଗାଇସ୍, ଆଜି ଆମେ ଅଛୁ କୁଆଖିଆରେ। ମାଲ ଅଧା ଖାଲି କରୁଛୁ, ଏଇଠି ଅଛୁ, ଖାଇ ପିଇକି ଅଛୁ। ଆମ ଗାଡି ଲୋଡ ହେଇଛି ହାଇଦ୍ରାବାଦରୁ ଜଳେଶ୍ୱର। ଆଉ ଜଳେଶ୍ୱର ଯିବା ପାଇଁ ଆଉ 150-170 କିଲୋମିଟର ବାକି ଅଛି। ଯିବୁ। ଏବେ ଆମେ ଏଇଠି ରୋଷେଇ ଫସେଇ କରିକି ଅଛୁ। ଆଉ ଅଛୁ ଆଉ ବଇଛୁ। ଆଉ ମୁଁ ତ ବଇଛି ରାତି ସାରା ଗାଡି ଚଲେଇକି ଆଇକି ବଇଛି। ଆଉ ଏଇଠି ଆମ ଡ୍ରାଇଭର ବାବୁ ଶୋଇଛନ୍ତି। ଏଠି ରୋଷେଇ କରିକି ରଖା ହେଇଛି। ତ ଚାଲ ଦେଖିବା ଆଗକୁ କଣ କଣ ହଉଛି। ଏବେ ଆମେ ବାହାରି ପକେଇଲୁ। ଏବେ ଯାଉଛୁ ଆମେ ଜଳେଶ୍ୱର। ଦେଖନ୍ତୁ, ଏବେ ଅଛୁ ଆମେ ଭଦ୍ରକରେ। ଭଦ୍ରକ ସିଟି ଏଇଟା। ତ ଆମେ ଚାଲିଛୁ। ଆଉ ଘଣ୍ଟାରେ 2 ଘଣ୍ଟା ଲାଗିବ ଜଳେଶ୍ୱର ଯିବାକୁ। ତ ଚାଲ ଦେଖିବା ଆଗକୁ କଣ କଣ ହଉଛି। ଫାଇନାଲି ଗାଇସ୍, ଆଜି ଆମେ ପହଞ୍ଚିଗଲୁ ବାଲେଶ୍ୱର। ଦେଖନ୍ତୁ, ବାଲେଶ୍ୱର ଆଉ ଅଛି 20 କିଲୋମିଟର। ବାଲେଶ୍ୱର ପାଖାପାଖି ପଳେଇ ଆଇଲୁ। ଆଉ ଯିବା, ଚାଲ ଡାଇରେକ୍ଟ ଆଲୋଡିଂ ପଏଣ୍ଟ ଦେଖା ହବ। ଫାଇନାଲି ଗାଇସ୍ ପହଞ୍ଚି ଗଲୁ ଆମେ ଆଲୋଡିଂ ପଏଣ୍ଟରେ। ଦେଖିପାରୁଥିବେ ଏବେ ଗାଡି ଖାଲି ହଉଛି। ଆଉ ଖାଲି ହେଲା ପରେ ଆମେ ଯିବୁ ଖଡଗପୁର। ଏଇଠୁ ଆଉ ବାକି 100 କିଲୋମିଟର ଯିବୁ ମାଲ ଭରିବା ପାଇଁ, ହାଇଦ୍ରାବାଦ ପାଇଁ। ତାପରେ ଏବେ ଆଗା ଶୋଇକି ଉଠିଲୁ ପାଲ ରୋଷି ଖୋଲିକି। ତାପରେ ମାଲ ଭରିକି ଯିବୁ ଆଉ ହାଇଦ୍ରାବାଦ। ଚାଲ ଆଉ ଦେଖିବା କଣ କଣ। ସୋ ଗାଇସ୍ ଶୋଇକି ଉଠି ପଡ଼ିଲୁ, ରୋଷେଇ ଫୋଷେଇ କରିକି ଗାଧେଇ ପାଧେଇ ପଳେଇ ଆଇଲୁ। ଆଉ ରୋଷେଇ କରିଦେଇଛୁ। ଆଉ ବହି ପଡ଼ିଲୁ, ଡ୍ରାଇଭର ହେଲ୍ପର 2 ଜଣ ଯାକ ବହି ପଡ଼ିଲୁ ଖାଇବାକୁ। ତ ଚାଲ ଡାଇରେକ୍ଟ ଖାଇକି ଦେଖାହବ କଣ ହଉଛି। ଏ ଗାଇସ୍, ଆମ ଗାଡି ଖାଲି ହେଇଗଲା। ଆଉ ଆମେ ଏବେ ଯିବୁ ଯାଜପୁର, ମଇଥାନ ଆଉ ଖଡଗପୁର। ଲୋଡ ତ କ୍ୟାନସଲ ହେଇଗଲା। ଦେଖ ରୋଡ ର ହାଲତ କୋଉ ପ୍ରକାର। ଆଗକୁ ବି ଅଛି ରୋଡ, ଦେଖ। ଯିବୁ ଆଉ ସେଇଠୁ ମାଲ ଭରିବୁ ହାଇଦ୍ରାବାଦ ପାଇଁ। ଆଉ ଯିବୁ ଆଉ ହାଇଦ୍ରାବାଦ ଗଲେ ଆଉ ବ୍ଲଗ ଷ୍ଟାର୍ଟ ହବ ସେଇଠି। ଆଉ ଦେଖ ରୋଷେଇ ଫୋଷେଇ ସବୁ ସରିଛି, ଖାଇ ପିଇକି ଅଛୁ, ବାହାରି ଯାଉଛୁ। ଆଉ ଦେଖ ରୋଡ ର ହାଲତ, ଆଗକୁ ଅଛି ଆହୁରି ରୁହ। ପୁରା ଖରାପ ରୋଡ ଭାଇ, ପୁରା ଖରାପ। ଦେଖ ପୁରା ଜଙ୍ଗଲ ରୋଡ। ତ ଚାଲ ଡାଇରେକ୍ଟ ମେନ ରୋଡ ଗଲେ ଦେଖା ହବ। ଫାଇନାଲି ଆସି ଆମେ ପହଞ୍ଚି ଗଲୁ NH ରେ। ଆଉ ଦେଖନ୍ତୁ ଜଳେଶ୍ୱର ବାଇପାସ। ଆଉ ଆମେ ଏବେ ଯିବୁ ଯାଜପୁର। ଯାଜପୁର ମଇଜାନ କମ୍ପାନୀକୁ। ଆଉ ସେଇଠୁ ବୁଲେଟ ଲୋଡ କରିବୁ ହାଇଦ୍ରାବାଦ ପାଇଁ। ଆଉ ଚାଲ ପାଣି କୋଇଲି ଗଲେ ଆହୁରି ହବନି। ଫାଇନାଲି ପହଞ୍ଚି ଗଲେ ଏବେ ଭଦ୍ରକରେ ଟିକେ ରହିଲୁ। ହାୱା ଗାଡିର ହାୱା ଆଉ ଗ୍ରୀସ୍ ଟିକେ ମାରିବାର ଅଛି। ଆଉ ଏଇଠି ରହିଲୁ। ସିଆଡେ ଗ୍ରୀସ୍ ମାରିଲା ବେଳୁ ମୁଁ ଇଆଡେ ପଳେଇ ଆଇଥିଲି ଟାୟାର ଚେକ୍ କରିବା ପାଇଁ। ଟାୟାର ସବୁ ଚେକ୍ କରିଦେଲି। ଟାୟାର ସବୁ ଓକେ ଥିଲା। ତ ଚାଲ ଡାଇରେକ୍ଟ ଯିବା ଏବେ ପାଣି କୋଇଲି। ଫାଇନାଲି ଆମେ ଆସି ପହଞ୍ଚି ଗଲୁ ପାଣି କୋଇଲି ବ୍ରିଜ ତଳୁ ରାଇଡି କାଟିଦେଲୁ ଯାଜପୁର ରୋଡ ଆଡେ। ତ ଚାଲ ଏବେ ଯାଜପୁର ରୋଡ ଆଡେ ଯିବା। ଫାଇନାଲି ଆସି ପହଞ୍ଚି ଗଲୁ ଏବେ ଯାଜପୁର ରୋଡରେ। ଦେଖନ୍ତୁ ଯାଜପୁରର ପୁରା ନଜାରା, ପୁରା ବର୍ଷା। ଏବେ ଚାଲ ଡାଇରେକ୍ଟ ଯିବା ଆମେ ଲୋଡିଂ ପଏଣ୍ଟକୁ। ଲୋଡିଂ ପଏଣ୍ଟରେ ଦେଖାହବା। ଫାଇନାଲି ଆସି ଆମେ ପହଞ୍ଚି ଗଲୁ ଏବେ ମଇଥାନ ପାର୍କିଂରେ। ଆଉ ଦେଖନ୍ତୁ, ଆଉ ମୁଁ ଯାଉଛି ଜଳଖିଆ ଆଣିବା ପାଇଁ। ମଇଜାନ କମ୍ପାନୀ ଭିତରେ ଗୋଟେ ଚା ଦୋକାନ ଅଛି, ସେ ଚା ଦୋକାନ ଯିବା, ଜଳଖିଆ ଫଳଖିଆ ଆଣିବା ଆଉ ଖାଇବା। ଖାଇଲା ପରେ ଆଉ ଥରେ ରୋଷେଇ ଆରମ୍ଭ ହବ। ରୋଷେଇ ଆରମ୍ଭ କରିକି ଡ୍ୟୁ ତ ପାସ୍ ହେଇଯାଇଛି, ଏଣ୍ଟ୍ରି ହେଇଯାଇଛି। କେତେବେଳକୁ ଡାକିବେ କେଜାଣି। ଏଇଟା ହଉଛି ଜଳଖିଆ ଆଣିକି ଖାଇ ଦେଇଛୁ। ଖାଇଦେଲା ପରେ ଏବେ ଆମେ ଆରମ୍ଭ କରିଦେଲୁ ରୋଷେଇ। ଆଉ ଆମ ଡ୍ରାଇଭର ବାବୁ ଦେଖିକି ମତେ ହସୁଛନ୍ତି, କଣ ଖାଲି ଏନି ଟାଇମ୍ ଭିଡ଼ିଓ ବନଉଛି କହିକି। ଆଉ ତୋତେ କାମ ଧନ୍ଦା କିଛି ନାହିଁ। ଦେଖନ୍ତୁ ବହୁତ ଗାଡି ଅଛି ପାର୍କିଂ। ଡ୍ୟୁ ଆସି ଯାଇଥିଲା, ଆମକୁ ଡାକି ଦେଇଥିଲେ ଗେଟ୍ ଭିତରକୁ। ଆଉ ଆମେ ଆସି ପହଞ୍ଚି ଗଲୁ ଏବେ ଲୋଡିଂ ପଏଣ୍ଟରେ। ଲୋଡ ଗାଡି ହଉଛି। ଆଉ ଦେଖନ୍ତୁ ଏଇଠି ଗାଡି ଠିଆ ହେଇଛି ମୋର। ଆଉ ମୁଁ ଟିକେ ଭିଡ଼ିଓ ବନେଇ ଦଉଛି। ଆଉ ଏଇ କ୍ରେନ୍ ସାହାଯ୍ୟରେ ଗାଡି ଲୋଡ ହଉଛି, ଦେଖନ୍ତୁ। ଆଉ ଏଇଠି ମାଲ ବାହାରୁଛି, ପୁରା ଗରମ ଗରମ ମାଲ। ଯିଏ ବି ଏଇଠି ଗୋଡ ଥୋଇଦବ ଡାଇରେକ୍ଟ ସ୍ପଟ ମରିଯିବ। ଆଉ ଏଇଠି ଆମ ସିକ୍ୟୁରିଟି ବାବୁ ଥିଲେ, ଆମ ଡ୍ରାଇଭର ବାବୁ କଥା ହଉଥିଲେ। ଚାଲ ଏବେ ଆସି ଆମେ ପହଞ୍ଚି ଗଲୁ କଣ୍ଟା। ମୁଁ ଯାଉଛି କଣ୍ଟା ସ୍ଲିପ ଦବା ପାଇଁ।
ଆଉ କଣ୍ଟା ହେଇଯାଉଛି କଣ୍ଟା କଣ୍ଟା ଏବେ ସରିଲା, କଣ୍ଟା ସରିଲା ପରେ ଆମେ ଯିବୁ, ବିଲ୍ ମିଳିଲେ ଯିବୁ ହାଇଦ୍ରାବାଦ। ତ ଏତିକି କହି ରଖୁଛି ଭାଇ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।